ସାର୍ ନୀଳ ରକ୍ତ କଙ୍କଡ଼ାର ସଂଖ୍ୟା କ୍ରମଶଃ କମିବାରେ ଲାଗିଛି, ଏହା କ'ଣ ସତ୍ୟ କି? ଏହା ସତ୍ୟ। ନୀଳରକ୍ତ କଙ୍କଡ଼ା ଗୋଟେ ପ୍ରିସିୟସ୍ ଆନିମଲ୍ କହିଲେ, ସାମୁଦ୍ରିକ ଜୀବ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ 840 ନିୟୁତ ବର୍ଷ ପୂର୍ବରୁ ଏଇଟା ଏବେ ପର୍ଯ୍ୟନ୍ତ ରହିଛି। କିନ୍ତୁ ଦୁର୍ଭାଗ୍ୟଜନକ କଥା ହେଲା, ଏ ଯେଉଁ ଉପକୂଳ ଅଞ୍ଚଳରେ ଯେହେତୁ ରହୁଛି, ଆମର ଏପଟେ ଯେଉଁ ବନ୍ଦର ଅଛି ବା ଉପବନ୍ଦର ଅଛି, ସେହିସବୁ ଜାଗାରେ ଯେଉଁ ମାଛ ଧରିବାକୁ ଲୋକମାନେ ଯାଉଛନ୍ତି, ସେମାନେ ମାଛ ସାଙ୍ଗରେ ଏଇଟା ଜାଲରେ ପଡ଼ିଯାଉଛନ୍ତି। ସେମାନେ ଯେହେତୁ ଏ ବିଷୟରେ ଅବଗତ ନାହାନ୍ତି, ତେଣୁ ମାଛ ବାଡ଼େଇ ହେଇକରି ମାଛ ଜାଲରେ ଯେତିକି ମରୁଛନ୍ତି, ବାକି ଯେଉଁମାନଙ୍କୁ ଉପରକୁ ଆଣୁଛନ୍ତି ତାଙ୍କୁ ସେମାନେ ସମୁଦ୍ରରେ ଛାଡ଼ିବା ବଦଳରେ ତାକୁ ଉପରେ ଫିଙ୍ଗି ଦେଉଛନ୍ତି। ଫିଙ୍ଗି ଦେବା ଦ୍ୱାରା ତାଙ୍କର ସଂଖ୍ୟା କମୁଛି। ନୀଳ ରକ୍ତ କଙ୍କଡ଼ାର ଯେଉଁ ବଂଶ ରକ୍ଷା କରାଯାଇପାରିବ କି? ହଁ, ବଂଶ ରକ୍ଷା କରାଯାଇପାରିବ ଯଦି ଆମେ କଇଁଚ ପାଇଁ ଏତେ ଆଗ୍ରହ ପ୍ରକାଶ କରୁଛେ ଏବଂ କଇଁଚକୁ ସୁରକ୍ଷା ଦେବା ପାଇଁ ଏତେ ପ୍ରକାର କାର୍ଯ୍ୟକ୍ରମ କରୁଛେ, ସେମିତି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ କରାଯାଇପାରିବ। ଆମେ ଯେମିତି ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜନସାଧାରଣଙ୍କୁ ସେଇ ସମୁଦ୍ରରେ ବାସ କରୁଥିବା ବା ସମୁଦ୍ର ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ଆମେ ଜଣାଉଛୁ ଯେ ନୀଳରକ୍ତ କଙ୍କଡ଼ାଟା କେତେ ମୂଲ୍ୟବାନ, ସେଇଟା ଗୋଟେ ମାଧ୍ୟମ। ଆଉ ଗୋଟେ ମାଧ୍ୟମ ହେଲା ଉପକୂଳ ପହରା ବ୍ୟବସ୍ଥା, ସେଇଟା ବି କଲେ ହେଇଯିବ। ତେଣୁ ଏଥିରେ ଯଦି NGO, ଗ୍ରାମବାସୀ, ସମୁଦ୍ର ଉପରେ ନିର୍ଭର କରୁଥିବା ଜନସାଧାରଣ ସମସ୍ତେ ଯଦି ସହଯୋଗ କରିବେ, ବିଶ୍ୱବିଦ୍ୟାଳୟ, ଅନ୍ୟାନ୍ୟ ଅନୁଷ୍ଠାନ, ତାହେଲେ ନିଶ୍ଚିତ ଭାବରେ ତାଙ୍କ ବଂଶ ରକ୍ଷା କରାଯାଇପାରିବ। ସାର୍, ସମୁଦ୍ର କୂଳରେ ବସବାସ କରୁଥିବା ସାଧାରଣ ଲୋକମାନଙ୍କ ପାଇଁ ଦାୟିତ୍ୱବୋଧ କ'ଣ ହେଇପାରିବ? ସେମାନେ ଯେତେବେଳେ ଏଇ ନୀଳରକ୍ତ କଙ୍କଡ଼ା ତା ମନକୁ ଯଦି ଉପରକୁ ପଳେଇ ଆସୁଛି ବା ଜାଲରେ ପଡ଼ୁଛି, ସେମାନେ ତାକୁ ପାଣିରେ ଛାଡ଼ିବା ଦରକାର। ସେତିକି ଅନ୍ତତଃ ଯଦି କରିପାରିବେ ବହୁତ କଥା ହେଇଯିବ। ସାର୍, ଶେଷରେ ପ୍ରଶ୍ନ ରହିଛି, ନୀଳ ରକ୍ତ କଙ୍କଡ଼ାର ସୁରକ୍ଷା ଆଉ ବଂଶବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ କ'ଣ ପଦକ୍ଷେପ ନିଆଯାଇଛି? ଆମ ବିଶ୍ୱବିଦ୍ୟାଳୟରେ ପ୍ରଫେସର ବିଷ୍ଣୁ ପ୍ରସନ୍ନ ଦାସ ଜଣେ ସ୍ପେଶାଲିଷ୍ଟ ଅଛନ୍ତି, ଯିଏକି ଆ ଉପରେ ଗବେଷଣା ଅତୀତରେ କରିଛନ୍ତି। ବାୟୋଟେକ୍ନୋଲୋଜି ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରୁ ଫଣ୍ଡିଂ ପାଇକିରି ସେ ଯେତେବେଳେ ପ୍ରସ୍ତାବ ଦେଲେ ଯେ ଆମର ଏଠି ଗୋଟେ ସେଣ୍ଟର କରାଯିବ ବୋଲି, ଆମେ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଥମ ଥର ପାଇଁ 5 ଲକ୍ଷ ଟଙ୍କା ଦେଇକି ଗୋଟେ ସେଣ୍ଟର କଲୁ, ସେଣ୍ଟର ଫର୍ କନଜରଭେସନ୍ ଆଣ୍ଡ ପ୍ରୋଟେକ୍ସନ୍ ଅଫ୍ ହର୍ଷଶୁକ୍ରା। ସେ ସେଣ୍ଟର ଜରିଆରେ ଆମର ବର୍ତ୍ତମାନ ରିସର୍ଚ୍ଚ ଚାଲିଛି ଏବଂ ଆମର ସେଠି ଯେ ରିସର୍ଚ୍ଚ ଫେଲୋ ଅଛନ୍ତି, ସେ ଦୁଇ ଜାଗା ଯାଇ ଜାତୀୟ ସ୍ତରରେ ପୁରସ୍କୃତ ହେଲେଣି। ନା ନୀଳରକ୍ତ କଙ୍କଡ଼ାକୁ ବଞ୍ଚେଇବା ଏବଂ ତା'ର ବଂଶବୃଦ୍ଧି କରିବା ପାଇଁ କ'ଣ କ'ଣ ବ୍ୟବସ୍ଥା ହେଇପାରିବ, ସେ ବ୍ୟବସ୍ଥାରେ ଗବେଷଣା ଚାଲିଛି। ତାକୁ ଛାଡ଼ିକିରି ଆମେ ଯେତେବେଳେ କେନ୍ଦ୍ରଟା ଚାଲିଛି ବୋଲି ଦେଖେଇଲୁ, ଆମକୁ ଓମ୍ବ୍ରିକ୍ ପ୍ରୋଜେକ୍ଟ ଯେଉଁ ଅଛି ଓଡ଼ିଶା ସରକାରଙ୍କର, ଓଡ଼ିଶା ମେରାଇନ୍ ବାୟୋଲୋଜି ପ୍ରୋଜେକ୍ଟ ଅଛି, ସେ ଓମ୍ବ୍ରିକ୍ ପ୍ରୋଜେକ୍ଟ ଜରିଆରେ ଆମକୁ ଗତକାଲି ହିଁ 1,90,00,000 ଟଙ୍କା ମିଳିଛି। ତା ଉପରେ ବୃହତ୍ ଗବେଷଣା କରିକି ତାଙ୍କୁ କେମିତି ସଂରକ୍ଷଣ କରାଯାଇପାରିବ, ତାଙ୍କର ସୁରକ୍ଷା କେମିତି ଦିଆଯାଇପାରିବ, ସେ ବିଷୟରେ କରାଯାଉଛି। ସାର୍, ପୃଥିବୀର ଅନ୍ୟ କୌଣସି ଦେଶ ଏହାକୁ ନେଇ କିଛି ସୁରକ୍ଷା ନେଇଛନ୍ତି? ବର୍ତ୍ତମାନ ଆ ଉପରେ ବାୟୋଡାଇଭର୍ସିଟି ସୋସାଇଟି ଗୋଟେ ହେଇଛି, ଯେଉଁଥିରେ କି ଚାଇନାରେ କାମ ହେଉଛି, ଦକ୍ଷିଣ କୋରିଆରେ କାମ ହେଉଛି, ଆମେରିକାର ସାଉଥ ଆମେରିକା ପାର୍ଟରେ କିଛି କାମ ହେଉଛି, ଭାରତବର୍ଷରେ କାମ ହେଉଛି। ତେଣୁ ପ୍ରାୟ ସମସ୍ତେ ବର୍ତ୍ତମାନ ଲାଗିଛନ୍ତି ଏହି ପ୍ରକାର କଙ୍କଡ଼ାର ସୁରକ୍ଷା ପାଇଁ। ଆଉ ନିର୍ଦ୍ଦିଷ୍ଟ ଭାବରେ ଆମେ ବାଲେଶ୍ୱର ଯଦି ଦେଖୁଛୁ, ବାଲେଶ୍ୱର କୋଷ୍ଟରେ 2ଟା ପ୍ରଜାତିର ନୀଳରକ୍ତ କଙ୍କଡ଼ା ମିଳୁଛନ୍ତି। ସେମାନେ ସାଧାରଣତଃ ଶାନ୍ତ ସମୁଦ୍ର, ମାନେ ଯେଉଁଠି ଢେଉ ବେଶୀ ନଥାଏ, ସେ ଜାଗାକୁ ଆସିଥାନ୍ତି ଏବଂ ନଈ ମୁହାଣକୁ ଆସିଥାନ୍ତି। ବାଲେଶ୍ୱର ଯେହେତୁ ନଈ ମୁହାଣ ଆଉ ଶାନ୍ତ ସମୁଦ୍ର ଅଛି, ସେଥିପାଇଁ ଏଇ ଜାଗାରେ ବେଶୀ ଦେଖାଯାଆନ୍ତି। ତେଣୁ ଆମର ବି ଉତ୍ତରଦାୟିତ୍ୱ ଅଛି ତାକୁ କେମିତି ସୁରକ୍ଷା ପ୍ରଦାନ କରିବା, ତା'ର ବଂଶବୃଦ୍ଧି କରିବାରେ ସାହାଯ୍ୟ କରିବା। ସେଥିପାଇଁ ଆମ ଫକୀରମୋହନ ବିଶ୍ୱବିଦ୍ୟାଳୟ ବୃହତ୍ ଆକାରରେ କାର୍ଯ୍ୟ ଆରମ୍ଭ କରିଛି ଯେ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ।